ଥରେ ମହାପ୍ରଭୁ ଜଗନ୍ନାଥଙ୍କୁ ପଣସ ଖାଇବାକୁ ଇଚ୍ଛା ହେଲା। ତ ଏକା ଏକା ତ ଖାଇବାକୁ ଇଚ୍ଛା ହୁଏନି, ଖାଇବା ମିଶିକି ଖାଇବାକୁ ଭଲ ଲାଗେ। ତାଙ୍କର ଗୋଟେ ଶୁଦ୍ଧ ଭକ୍ତ ଥିଲା ବଳରାମ ଦାସ। କହିଲେ କି ବାବା ଚାଲ ଯିବା ପଣସ ଖାଇବା ପାଇଁ। ଭକ୍ତ ବି କହିଲେ ହଉ ଚାଲନ୍ତୁ ପ୍ରଭୁ। ଗୋଟେ ପଣସ କ୍ୟାରି ଭିତରେ ପଶିଲେ ଆଉ ପଣସ ଖାଇବାକୁ ଲାଗିଲେ। ଆଉ ଖାଉ ଖାଉ ରାତି ପେଟେ ପଣସ ଖାଇଛନ୍ତି, ଖାଇକି ଆରାମ କରିକି ଦି ଜଣ ଶୋଇ ପଡିଲେ। କିନ୍ତୁ ଯେମିତି ଭୋର ସକାଳ ପାହାନ୍ତିଆ ହେଲା, ଜଗନ୍ନାଥଙ୍କ ତ ମଙ୍ଗଳ ଆରତି ହବ, ଦର୍ଶନ ଖୋଲିବ, ସମସ୍ତେ ଦେଖିବାକୁ ଆସିବେ। ତ ଜଗନ୍ନାଥ ଉଠିକି ପଳେଇଲେ, ଆଉ ଛାଡି ଦେଇଛନ୍ତି, ଉଠେଇ ନାହାନ୍ତି। ସକାଳେ ସେ ପଣସ ଖାଇ ମାଲିକ ଆସିଲା ବୋଲେ ଏ ମୋ ଚୋର ପଣସ ଖାଇବା ପାଇଁ ଆସିଥିଲା, ଧର ତାକୁ ପିଟ ତାକୁ। ସବୁ କମ୍ପ୍ଲେନ କରିବା ଦ୍ୱାରା ରାଜା ତାଙ୍କୁ ଜେଲରେ ପକେଇଦେଲେ ବଳରାମ ଦାସକୁ। ଜଗନ୍ନାଥ ଯେତେବେଳେ ଜାଣିଲେ କି ମୋର ଭକ୍ତ ବଳରାମ ଦାସକୁ ରାଜା ଜେଲରେ ପକେଇଛନ୍ତି, ଜଗନ୍ନାଥ ରାଜାଙ୍କ ସ୍ୱପ୍ନରେ ଆସିବେ ବୋଲେ ଏ ରାଜା ସେ ମୋର ବଡ ଭକ୍ତ, ତାକୁ କାହିଁକି ଜେଲରେ ପକେଇଛ, ତାକୁ କାଢ ବାହାରକୁ। ମିଶିକି ପଣସ ଖାଇବା ପାଇଁ ଯାଇଥିଲୁ, ଶୋଇ ପଡିଥିଲା ବିଚରା, ତାକୁ ଜେଲରେ ପକେଇଦେଲା। ଆଉ ସେଇ ସମୟରେ ରାଜା ଜାଣିଲେ କି ବଳରାମ ଦାସ କେତେ ବଡ ମହାନ ଭକ୍ତ, ଯାହା ପାଇଁ ଜଗନ୍ନାଥ ତାଙ୍କ ସହିତ ମିଶି ଖାଇବା ପାଇଁ ଯାଇଥିଲେ ପଣସ। ଆଉ ସେଇ ସମୟରେ ରାଜା ବଳରାମ ଦାସଙ୍କ ଠାରୁ ଭକ୍ତି ଜ୍ଞାନ ପ୍ରାପ୍ତ କରୁଛନ୍ତି, ତାଙ୍କୁ ଗୁରୁ ରୂପରେ ସ୍ୱୀକାର କରିଛନ୍ତି।